କାହାଣୀ ନ୍ୟାୟପ୍ରିୟତା। ୟୁନାନର ରାଜା ଫିଲିପ ନିଜର ନ୍ୟାୟପ୍ରିୟତା ପାଇଁ ପ୍ରସିଦ୍ଧ ଥିଲେ। ସେ ନିଜର ଦରବାରରେ ସ୍ୱୟଂ ସମସ୍ତ ମକଦ୍ଦମାକୁ ଶୁଣି ସେଗୁଡ଼ିକର ନ୍ୟାୟ କରୁଥିଲେ। ଥରେ ରାଜ୍ୟର 2 ଜଣ ନାଗରିକ ତାଙ୍କ ସମ୍ମୁଖକୁ ନିଜର ମକଦ୍ଦମା ନେଇ ଆସିଲେ। ରାଜା ବହୁତ ଥକି ପଡ଼ିଥିଲେ। ପ୍ରଥମ ବ୍ୟକ୍ତି ଜଣକ ନିଜର ପକ୍ଷ ଶୁଣିଲା ବେଳେ ରାଜାଙ୍କୁ ଟିକେ ଛାଇ ନିଦ ଆସିଗଲା। ତାଙ୍କର ଚେତନତା ଫେରିବା ବେଳକୁ ଦ୍ୱିତୀୟ ପକ୍ଷର ପାଳି ପଡ଼ିଯାଇଥିଲା। ସେ ଦ୍ୱିତୀୟ ପକ୍ଷ ବ୍ୟକ୍ତିର ବୟାନକୁ ସମ୍ପୂର୍ଣ୍ଣ ସତ୍ୟ ମାନି ତା ପକ୍ଷର ନିଷ୍ପତ୍ତି ଶୁଣାଇଦେଲେ। ନିର୍ଣ୍ଣୟ ଶୁଣି ପ୍ରଥମ ପକ୍ଷ ବ୍ୟକ୍ତି କହିଲା, ମହାରାଜ, ଆପଣଙ୍କ ନିଷ୍ପତ୍ତି ନ୍ୟାୟପୂର୍ଣ୍ଣ ନୁହେଁ। ମୁଁ ଚାହୁଁଛି ଆପଣ ମୋ ପକ୍ଷକୁ ଆଉ ଥରେ ଶୁଣନ୍ତୁ, କାରଣ ମୋର ବୟାନ ଶୁଣିବା ସମୟରେ ଆପଣଙ୍କୁ ନିଦ ଆସିଯାଇଥିଲା। ମୋର ପକ୍ଷ ଶୁଣିବା ପରେ ଆପଣ ଯାହା ବି ନିର୍ଣ୍ଣୟ କରିବେ ତାହା ମୁଁ ସ୍ୱୀକାର କରିବି। ଏହି ବ୍ୟକ୍ତିର ବୟାନ ଶୁଣିବା ପରେ ରାଜାଙ୍କୁ ନିଜର ଭୁଲ ଅନୁଭବ ହେଲା ଏବଂ ସେ ତା ଉପରେ ଲାଗିଥିବା ଅଭିଯୋଗରୁ ତାକୁ ମୁକ୍ତ କରିଦେଲେ। ଏହାପରେ ସେ ତାକୁ ଡାକି କହିଲେ, ମୁଁ ତୁମର ସାହସ ଦେଖି ଅତ୍ୟନ୍ତ ପ୍ରଭାବିତ ହେଉଛି। ତୁମର ସାହସ ହିଁ ଆଜି ତୁମକୁ ନ୍ୟାୟ ଦିଆଇଛି ଏବଂ ମୋତେ ଏକ ବଡ଼ ଭୁଲ ନିର୍ଣ୍ଣୟ ନେବାରୁ ରକ୍ଷା ବି କରିଛି। ରାଜାଙ୍କୁ ଏପରି ଭୁଲ କରିବାକୁ ରୋକିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ, ଯାହାଦ୍ୱାରା ରାଜପଦର ଗରିମା ଅକ୍ଷୁଣ୍ଣ ରହିବ। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।